ମହାଭାରତ କାହାଣୀ ଦୁର୍ଯ୍ୟୋଧନ ଏବଂ 5ଟି ସ୍ୱର୍ଣ୍ଣବାଣ ଏକ ପୌରାଣିକ ଶିକ୍ଷଣୀୟ କାହାଣୀ। ମହାଭାରତ ଯୁଦ୍ଧ ଧର୍ମ ଏବଂ ଅଧର୍ମ ମଧ୍ୟରେ ଏକ ଯୁଦ୍ଧ ଥିଲା। କୃଷ୍ଣ ପାଣ୍ଡବଙ୍କ ପକ୍ଷରେ ଥିଲେ, କିନ୍ତୁ ସେ ଅସ୍ତ୍ର ଧରିବାକୁ ନିଷ୍ପତ୍ତି ନେଇନଥିଲେ। ଏହି ସମୟରେ କୃଷ୍ଣଙ୍କ ନାରାୟଣୀ ସେନା କୌରବଙ୍କ ପକ୍ଷରେ ଯୁଦ୍ଧ କରିଥିଲେ। କେତେବେଳେ କୌରବ ଏବଂ କେତେବେଳେ ପାଣ୍ଡବମାନେ ପ୍ରାଧାନ୍ୟବାନ ଥିବା ପରି ମନେ ହେଉଥିଲା। ମହାଭାରତ ଯୁଦ୍ଧ ସମୟରେ କୃଷ୍ଣ କୁରୁକ୍ଷେତ୍ର ଯୁଦ୍ଧଭୂମିରେ ସିଧାସଳଖ ଅସ୍ତ୍ର ଧରିନଥିଲେ, କିନ୍ତୁ ଅର୍ଜୁନ ସାରଥୀ ଭାବରେ ସେ ଅର୍ଜୁନଙ୍କ ଯୁଦ୍ଧଭୂମିରେ ମାର୍ଗଦର୍ଶନ କରିଥିଲେ। ଦ୍ରୌପଦୀଙ୍କ ଭାଇ ଧୃଷ୍ଟଦ୍ୟୁମ୍ନ ପାଣ୍ଡବଙ୍କ ସେନାପତି ଥିଲେ। କୌରବଙ୍କ ପକ୍ଷରେ ଗଙ୍ଗାଙ୍କ ପୁତ୍ର ଭୀଷ୍ମ ସେନାପତି ଥିଲେ। ସେମାନଙ୍କ ନେତୃତ୍ୱରେ ଯୁଦ୍ଧ ଲଢ଼ାଯାଇଥିଲା। ସେମାନଙ୍କର ପୂର୍ଣ୍ଣ ଶକ୍ତି ସତ୍ତ୍ୱେ କୌରବ ସେନା 5 ପାଣ୍ଡବଙ୍କ ମଧ୍ୟରୁ କାହାକୁ ବି କ୍ଷତି ପହଞ୍ଚାଇ ପାରିନଥିଲେ। 10 ଦିନ ଧରି କୌରବମାନଙ୍କ ମୁଖ୍ୟ ସେନାପତି ଭୀଷ୍ମ ପାଣ୍ଡବ ସେନାକୁ ପରାସ୍ତ କରି ଆସୁଥିଲେ। ପ୍ରତିଦିନ ଭୀଷ୍ମ ହଜାର ହଜାର ସୈନିକଙ୍କୁ ହତ୍ୟା କରୁଥିଲେ। ତଥାପି ଦୁର୍ଯ୍ୟୋଧନ ଭୀଷ୍ମ ପିତାମହଙ୍କ ବିଷୟରେ ଗଭୀର ସନ୍ଦେହ ପୋଷଣ କରୁଥିଲେ। ସେ ଅନୁଭବ କରୁଥିଲେ ଯେ ଭୀଷ୍ମ ପିତାମହ ଜାଣିଶୁଣି ପାଣ୍ଡବମାନଙ୍କ ପକ୍ଷ ନେଉଛନ୍ତି ଏବଂ ସେମାନଙ୍କୁ ହତ୍ୟା କରିବାକୁ ଚାହୁଁନାହାନ୍ତି। ଏହି କଥା ମନେ ରଖି ଦୁର୍ଯ୍ୟୋଧନ ଗୋଟିଏ ରାତିରେ ଭୀଷ୍ମଙ୍କ ଶିବିରରେ ତାଙ୍କ ସହିତ ସିଧାସଳଖ କଥା ହେବା ପାଇଁ ପହଞ୍ଚିଲେ। ଯେତେବେଳେ ଦୁର୍ଯ୍ୟୋଧନ ପହଞ୍ଚିଲେ, ସେ ଭୀଷ୍ମଙ୍କୁ ଗଭୀର ଚିନ୍ତାରେ ବସିଥିବା ଦେଖିଲେ। ମଧ୍ୟରାତ୍ରିରେ ଦୁର୍ଯ୍ୟୋଧନ ତାଙ୍କ ଶିବିରରେ ପ୍ରବେଶ କରୁଥିବା ଦେଖି ଭୀଷ୍ମ ଆଶ୍ଚର୍ଯ୍ୟ ହୋଇଗଲେ। ସେ ଦୁର୍ଯ୍ୟୋଧନଙ୍କୁ ତାଙ୍କ ଗସ୍ତର କାରଣ ପଚାରିଲେ। ଦୁର୍ଯ୍ୟୋଧନ କ୍ରୋଧରେ କହିଲେ, ପିତାମହ, ତୁମେ ସମ୍ପୂର୍ଣ୍ଣ ଅନ୍ୟାୟ ଏବଂ ଆସକ୍ତି ଯୋଗୁଁ ମୁଁ ମଧ୍ୟରାତ୍ରିରେ ତୁମ ଶିବିରକୁ ଆସିବାକୁ ବାଧ୍ୟ ହେଉଛି। ଯଦି ତୁମେ ସମ୍ପୂର୍ଣ୍ଣ ଭକ୍ତି ଏବଂ ଆସକ୍ତି ବିନା ପାଣ୍ଡବମାନଙ୍କ ସହିତ ଯୁଦ୍ଧ କରିଥାନ୍ତ, ତେବେ ହୁଏତ ମୋତେ ଏଠାକୁ ଆସିବାର ଆବଶ୍ୟକତା ପଡ଼ିନଥାନ୍ତା। ଯୁଦ୍ଧ ଆରମ୍ଭ ହେବାର 10 ଦିନ ବିତିଗଲାଣି, କିନ୍ତୁ ତୁମେ ଏ ପର୍ଯ୍ୟନ୍ତ ପାଣ୍ଡବମାନଙ୍କୁ ପରାସ୍ତ କରିନାହଁ। ତୁମେ ବିଶ୍ୱକୁ ଦେଖାଇବା ପାଇଁ କେବଳ ଯୁଦ୍ଧ ପ୍ରଦର୍ଶନ କରୁଛ। ତୁମେ ଏବେ ବି ପାଣ୍ଡବମାନଙ୍କୁ ଗଭୀର ଭାବରେ ଭଲ ପାଅ ଏବଂ ମୋର ସେନାପତି ହେବା ସତ୍ତ୍ୱେ ତୁମେ ସେମାନଙ୍କୁ ଯୁଦ୍ଧରେ ଦେଖିବାକୁ ଚାହୁଁଛ। ଦୁର୍ଯ୍ୟୋଧନଙ୍କଠାରୁ ଏପରି କଥା ଶୁଣି ପିତାମହ ଭୀଷ୍ମ ଗଭୀର ଦୁଃଖିତ ହେଲେ। ଭୀଷ୍ମ ପାଣ୍ଡବମାନଙ୍କୁ ହତ୍ୟା କରିବାକୁ ପ୍ରସ୍ତୁତ ହେଲେ। ଦୁର୍ଯ୍ୟୋଧନଙ୍କ କଠୋର କଥା ଶୁଣି ଭୀଷ୍ମ ଦୁର୍ଯ୍ୟୋଧନଙ୍କୁ ପଚାରିଲେ, ପୁତ୍ର ଦୁର୍ଯ୍ୟୋଧନ, ତୁମେ କ'ଣ ଚାହୁଁଛ? ଦୁର୍ଯ୍ୟୋଧନ ଉତ୍ତର ଦେଲେ, ପାଣ୍ଡବମାନଙ୍କର ମୃତ୍ୟୁ ଏବଂ ଏଥିପାଇଁ ତୁମକୁ ତୁମର ଦିବ୍ୟ ଶକ୍ତି ବ୍ୟବହାର କରିବାକୁ ପଡ଼ିବ। ପିତାମହ ଭୀଷ୍ମ ତାଙ୍କ ଅସ୍ତ୍ରକୌଶଳ ବ୍ୟବହାର କରି 5ଟି ଅବିଶ୍ୱସନୀୟ ସ୍ୱର୍ଣ୍ଣବାଣ ବାହାର କରି ସେଗୁଡ଼ିକୁ ପବିତ୍ର କଲେ ଏବଂ କହିଲେ, ଦୁର୍ଯ୍ୟୋଧନ, ତୁମେ ବ୍ୟର୍ଥ ସନ୍ଦେହ କରୁଛ। ଏହି ବାଣଗୁଡ଼ିକରୁ କେହି ରକ୍ଷା ପାଇପାରିବେ ନାହିଁ। ଆସନ୍ତାକାଲି ଯୁଦ୍ଧର ଶେଷ ଦିନ ହେବ। ମୁଁ ଏହି ବାଣଗୁଡ଼ିକ ଦ୍ୱାରା ଗୋଟିଏ ଦିନରେ 5 ପାଣ୍ଡବଙ୍କୁ ହତ୍ୟା କରିବି। ତାପରେ ପାଣ୍ଡବମାନଙ୍କ ମୃତ୍ୟୁ ସହିତ ଯୁଦ୍ଧର ଫଳାଫଳ ତୁମ ସପକ୍ଷରେ ହେବ। ପିତାମହ ଭୀଷ୍ମଙ୍କ କଥା ଶୁଣି ଦୁର୍ଯ୍ୟୋଧନ ଖୁସି ହେଲେ, କିନ୍ତୁ ପର ମୁହୂର୍ତ୍ତରେ ତାଙ୍କ ମନରେ ତାଙ୍କ ବିଷୟରେ ପୁନଃ ସନ୍ଦେହ ସୃଷ୍ଟି ହେଲା। ଭୀଷ୍ମଙ୍କ କଥା ଶୁଣି ଚତୁର ଦୁର୍ଯ୍ୟୋଧନ ଖୁସି ହେଲେ। ତଥାପି ବର୍ତ୍ତମାନ ଦୁର୍ଯ୍ୟୋଧନ ଭୀଷ୍ମଙ୍କ କଥାରେ ଛଳନା ଦେଖିବା ଆରମ୍ଭ କଲେ। ଦୁର୍ଯ୍ୟୋଧନ ଭୀଷ୍ମଙ୍କୁ କହିଲେ, ପିତାମହ, ତୁମର ଯୋଜନା ବହୁତ ଭଲ। ତଥାପି ମୁଁ ଏବେ ବି ସନ୍ଦେହ କରୁଛି ଯେ ତୁମେ ଏତେ ଶୀଘ୍ର ଏବଂ ଏତେ ସହଜରେ ପାଣ୍ଡବମାନଙ୍କୁ ହତ୍ୟା କରିବ। ହୁଏତ
ତୁମେ ଆସକ୍ତି କିମ୍ବା ପ୍ରେମ ହେତୁ ସେମାନଙ୍କ ହତ୍ୟା କରିପାରିବ ନାହିଁ। ତେଣୁ ମୋତେ ଏହି ତୀର ଦେଇଦିଅ। ମୁଁ ତୁମକୁ ଯୁଦ୍ଧଭୂମିରେ ଏହି 5ଟି ତୀର ଦେବି ଏବଂ ତୁମର କର୍ତ୍ତବ୍ୟ ମନେ ପକାଇଦେବି। ତାପରେ ତୁମେ ମୋ ସମ୍ମୁଖରେ ପାଣ୍ଡବମାନଙ୍କୁ ହତ୍ୟା କରିବ। ଦୁର୍ଯ୍ୟୋଧନଙ୍କ କଥା ଶୁଣି ପିତାମହ ଭୀଷ୍ମ ଦୁର୍ଯ୍ୟୋଧନଙ୍କୁ 5ଟି ମନ୍ତ୍ରମୁଗ୍ଧ ତୀର ଦେଲେ। ଦୁର୍ଯ୍ୟୋଧନ ତାଙ୍କର ସମ୍ଭାବ୍ୟ ବିଜୟରେ ଅତ୍ୟନ୍ତ ଆନନ୍ଦିତ ହେଲେ। ସେ ତୀରଗୁଡ଼ିକୁ ନେଇ ତାଙ୍କ ଶିବିରକୁ ଚାଲିଗଲେ। ଭୀଷ୍ମଙ୍କ ଶିବିରକୁ ଜଗି ରହିଥିବା ପାଣ୍ଡବମାନଙ୍କର ଜଣେ ଗୁପ୍ତଚର ସବୁ କଥା ଶୁଣିଲେ। ସେ ଆସି ମହାରାଜା ଯୁଧିଷ୍ଠିରଙ୍କୁ ସୁନା ତୀର ବିଷୟରେ ଜଣାଇଲେ। ଯୁଧିଷ୍ଠିର ଭଗବାନ ଶ୍ରୀକୃଷ୍ଣଙ୍କୁ କହିଲେ, ହେ ଗୋବିନ୍ଦ, ଆମେ ଆମ ପିତାମହଙ୍କ ଏହି ତୀରଗୁଡ଼ିକର ମୁକାବିଲା କିପରି କରିପାରିବୁ? ଏହା ଶୁଣି ଶ୍ରୀକୃଷ୍ଣ ତୁରନ୍ତ ଯୁଧିଷ୍ଠିରଙ୍କ ସହିତ ଅର୍ଜୁନଙ୍କ ଶିବିରକୁ ଯାଇ ଅର୍ଜୁନଙ୍କୁ ସମସ୍ତ ଘଟଣା କହିଲେ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ କହିଲେ, ପାର୍ଥ, ତୁମେ ଦୁର୍ଯ୍ୟୋଧନଙ୍କୁ ସେହି 5ଟି ତୀର ମାଗିବା ଉଚିତ। ଶ୍ରୀକୃଷ୍ଣଙ୍କ କଥାରେ ଆଶ୍ଚର୍ଯ୍ୟ ହୋଇ ଅର୍ଜୁନ ପଚାରିଲେ, ଦୁର୍ଯ୍ୟୋଧନ ମୋତେ ସେହି ତୀର କାହିଁକି ଦେବେ? ତାପରେ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ମନେ ପକାଇଦେଲେ ଯେ ଅର୍ଜୁନ ଥରେ ଯକ୍ଷ ଏବଂ ଗନ୍ଧର୍ବଙ୍କ ଆକ୍ରମଣରୁ ଦୁର୍ଯ୍ୟୋଧନଙ୍କୁ ରକ୍ଷା କରିଥିଲେ। ତାପରେ ଦୁର୍ଯ୍ୟୋଧନ ଖୁସି ହୋଇ ଅର୍ଜୁନଙ୍କୁ କହିଥିଲେ ଯେ ସେ ଦୁର୍ଯ୍ୟୋଧନଙ୍କୁ କିଛି ମୂଲ୍ୟବାନ ବସ୍ତୁ ମାଗିପାରିବେ। ସେହିଦିନ ଅର୍ଜୁନ ପ୍ରସଙ୍ଗକୁ ଏଡ଼ାଇ ଦେଇ ଯାଇଥିଲେ ଏବଂ ଦୁର୍ଯ୍ୟୋଧନଙ୍କୁ କିଛି ମାଗିନଥିଲେ। ଏବେ ସେହି ସମୟ ଆସିଗଲା। କୃଷ୍ଣଙ୍କ କଥା ଶୁଣି ଅର୍ଜୁନ ସବୁକିଛି ମନେ ରଖିଲେ। ଯୁଧିଷ୍ଠିରଙ୍କର ଅନୁମତି ନେଇ ଅର୍ଜୁନ ଦୁର୍ଯ୍ୟୋଧନଙ୍କ ଶିବିରରେ ପହଞ୍ଚିଲେ। ଅର୍ଜୁନଙ୍କୁ ତାଙ୍କ ଶିବିରରେ ଦେଖି ଦୁର୍ଯ୍ୟୋଧନ ହଠାତ୍ ସନ୍ଦେହ କଲେ। ତାଙ୍କର ସନ୍ଦେହ ଲୁଚାଇ ଦୁର୍ଯ୍ୟୋଧନ ଜୋରରେ ହସିଲେ ଏବଂ ଅର୍ଜୁନଙ୍କୁ କହିଲେ, ଆସ ଅର୍ଜୁନ, ଆସ। ତୁମେ କ'ଣ କ୍ଷମା ମାଗିବାକୁ ଆସିଛ? ତୁମର ପ୍ରିୟ ପିତାମହ ତୁମର ସେନା ସହିତ ଯାହା କରିଥିଲେ ତାହା ଦେଖି ତୁମେ ବୋଧେ ଭୟଭୀତ କି? ରାତିରେ ଏହି ସମୟରେ ଆସିବାର କାରଣ କ'ଣ? ମୋତେ କୁହ, ତୁମେ କ'ଣ ସାହାଯ୍ୟ ମାଗିବାକୁ ଆସିଛ? ଅର୍ଜୁନ କହିଲେ, ଭାଇ ଦୁର୍ଯ୍ୟୋଧନ, ପ୍ରଣିପାତ। ତୁମେ ଠିକ୍ ବୁଝିପାରିଲ। ମୁଁ ତୁମଠାରୁ ଭିକ୍ଷା ମାଗିବାକୁ ଆସିଛି। କିନ୍ତୁ ମୁଁ ମାଗିବା ପୂର୍ବରୁ ତୁମେ ତାହା ଦେବାକୁ ବାଧ୍ୟ ହେଉଛ। ଦୁର୍ଯ୍ୟୋଧନ ହସି କହିଲେ, ମୁଁ ଅସହାୟ ଅର୍ଜୁନ, ଭିକାରୀ ଅସହାୟ ହେବ, ଦାତା ନୁହେଁ। କିନ୍ତୁ ଏହା ଠିକ୍ ଅଛି ନିର୍ଦ୍ଦୋଷ ଅର୍ଜୁନ, ତୁମେ ମାଗ। ଅର୍ଜୁନ ସେହି 5ଟି ବାଣ ମାଗିଲେ, କିନ୍ତୁ ଦୁର୍ଯ୍ୟୋଧନ ମନା କରିଦେଲେ। ଅର୍ଜୁନ ତାପରେ ଦୁର୍ଯ୍ୟୋଧନଙ୍କୁ ତାଙ୍କ କ୍ଷତ୍ରିୟ ଧର୍ମ ବିଷୟରେ ମନେ ପକାଇଲେ ଘଟଣାଟି ବର୍ଣ୍ଣନା କରି। ଦୁର୍ଯ୍ୟୋଧନ ଅର୍ଜୁନଙ୍କୁ ତାଙ୍କ ଜୀବନ ବଦଳରେ ଯେକୌଣସି ମୂଲ୍ୟବାନ ଜିନିଷ ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଦୁର୍ଯ୍ୟୋଧନ ଅର୍ଜୁନଙ୍କୁ କହିଲେ, ଅନ୍ୟ କିଛି ମାଗ, ମୁଁ ଏହା ଦେଇପାରିବି ନାହିଁ। ଅର୍ଜୁନ ସେତେବେଳେ କହିଲେ, ଯଦି ତୁମେ ତୁମର ପ୍ରତିଶ୍ରୁତି ପୂରଣ କରିବାକୁ ଚାହଁ ନାହିଁ, ତେବେ ଠିକ୍ ଅଛି ଭାଇ। ତୁମ ପାଖରେ ମାଗିବା ପାଇଁ କିଛି ମୂଲ୍ୟବାନ ଜିନିଷ ନାହିଁ। ଶକ୍ତି ଅଭାବରୁ ତୁମକୁ ଏପର୍ଯ୍ୟନ୍ତ ପିତାମହଙ୍କର ତୀର ଆବଶ୍ୟକ। ଭଲ, ମୁଁ ଯାଉଛି। ଅର୍ଜୁନଙ୍କ ବ୍ୟଙ୍ଗରେ ବିଭ୍ରାନ୍ତ ହୋଇ ଦୁର୍ଯ୍ୟୋଧନ କହିଲେ, ଅପେକ୍ଷା କର ଅର୍ଜୁନ, କାହାର ଶକ୍ତି ନାହିଁ। ଆମେ 100, ତୁମେ 5। ତାପରେ ନିଜ ଅନିଚ୍ଛା ସତ୍ତ୍ୱେ ଦୁର୍ଯ୍ୟୋଧନ 5ଟି ସୁବର୍ଣ୍ଣ ତୀର ଅର୍ଜୁନକୁ ଦେଲେ। ଅର୍ଜୁନ ଦିବ୍ୟ ତୀର ପାଇ ତାଙ୍କ ଶିବିରକୁ ଫେରି ଆସିଲେ। ଏହିପରି ଭାବରେ ଭୀଷ୍ମଙ୍କର ତୀର ଗ୍ରହଣ କରିବାର ଦୁର୍ଯ୍ୟୋଧନଙ୍କ ଭୁଲ ପାଇଁ ତାଙ୍କୁ ମହଙ୍ଗା ସାବ୍ୟସ୍ତ ହେଲା ଏବଂ ପାଣ୍ଡବମାନଙ୍କର ମୃତ୍ୟୁ ଟଳିଗଲା। ମହାଭାରତ ଯୁଦ୍ଧର ଶେଷରେ ପାଣ୍ଡବମାନେ ହିଁ ବିଜୟୀ ହୋଇଥିଲେ। ତେବେ ବନ୍ଧୁଗଣ, ଇଏ ତ ଥିଲା ମହାଭାରତ ଯୁଦ୍ଧର ଏକ ପୌରାଣିକ କାହାଣୀ। ଏହିପରି ପୌରାଣିକ କାହାଣୀ ଶୁଣିବା ପାଇଁ ଭିଡ଼ିଓଟିକୁ ଲାଇକ୍ କରନ୍ତୁ ଓ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ଜୟ ଜୟ ଜଗନ୍ନାଥ।